ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜି ଆସନ୍ତୁ ଜାଣିବା ଖୁଦୁରୁକୁଣୀ ପୂଜାର କିଛି ବିଧି ଓ ବିଧାନ ବିଷୟରେ ଓ କିଛି ପ୍ରଶ୍ନ ଉତ୍ତର। ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ଖୁଦୁରୁକୁଣୀ ପୂଜା ପାଳିତ ହୋଇଥାଏ। ଏହି ପୂଜା ଚାରିପାଳି କିମ୍ବା ପାଞ୍ଚପାଳି ପଡ଼ିଥାଏ। ରାକ୍ଷୀ ପୂର୍ଣ୍ଣିମାର ଠିକ୍ ପରଦିନ ଭାଦ୍ରବ ମାସର ଆଗମନ ହୋଇଥାଏ। ଏହି ଭାଦ୍ରବ ମାସରେ କୁଆଁରୀ ଝିଅମାନେ ପ୍ରତ୍ୟେକ ରବିବାରରେ ଭାଇର ଶୁଭ ମନାସି ମା ଖୁଦୁରୁକୁଣୀ ପୂଜାର ବ୍ରତ ରଖିଥାନ୍ତି। କୁଆଁରୀ ଝିଅମାନେ ପ୍ରଥମେ ସକାଳୁ ଉଠି ଫୁଲ ତୋଳିଥାନ୍ତି। ସମସ୍ତ ଝିଅମାନେ ମିଶି ବାଲୁକା ପୂଜା କରିଥାନ୍ତି। ସନ୍ଧ୍ୟାରେ ମା ମଙ୍ଗଳାଙ୍କୁ ପୂଜା କରିଥାନ୍ତି। ସକାଳ ବାଲୁକା ପୂଜା ପାଇଁ ବାଲିରେ ମନ୍ଦିର କରିଥାନ୍ତି ଓ ଗୋଟିଏ ଛୋଟ କଦଳୀ ଗଛ ଆଣି ସେଥିରେ ବିଭିନ୍ନ ପ୍ରକାରର ଫୁଲ ସଜାଇଥାନ୍ତି। ନିଜ ନିଜ ଘରୁ ଫୁଲ, ଫଳ, ଭୋଗ, ଧୂପ, ଚନ୍ଦନ, ସିନ୍ଦୁର ଆଦି ଆଣି ପୂଜା କରିଥାନ୍ତି। ପୂଜା ପାଇଁ ବଜ୍ରମୂଳି ଗଛ ଓ କାଠିରେ ତିଆରି ବଳିତା ପ୍ରସ୍ତୁତ କରିଥାନ୍ତି। ସମସ୍ତ ଭୋଗ ସାମଗ୍ରୀକୁ ଏକାଠି କରାନ୍ତି ଓ ପୂଜାର୍ଚ୍ଚନା କରନ୍ତି। ସମସ୍ତେ ମିଶି ସେହି କଦଳୀ ଗଛକୁ ନେଇ ନଈ, ନାଳ କିମ୍ବା ପୋଖରୀକୁ ଯାଆନ୍ତି। ଘଣ୍ଟ ବଜାଇ ବଜାଇ ପୋଖରୀ କୂଳକୁ ଯାଆନ୍ତି। ପୋଖରୀ କୂଳରେ କଦଳୀ ଗଛକୁ ଏକ ସଫା ଜାଗା ଦେଖି ପୋତନ୍ତି ଏବଂ ବାଲିର କିଛି ଗୋଳା କରି କଦଳୀ ଗଛର ମୂଳରେ ଦିଅନ୍ତି। ସାଙ୍ଗରେ ଆଣିଥିବା ବଜ୍ରମୂଳି ଗଛକୁ କଦଳୀ ଗଛ ମୂଳରେ ଲଗାଇ ଦିଅନ୍ତି ଏବଂ ଏକ ପାତ୍ରରେ କିଛି ହଳଦୀ ପାଣି କରି କଦଳୀ ଗଛ ମୂଳରେ ଦେଇଥାନ୍ତି। କାଠି ବଳିତା ଏବଂ ସିନ୍ଦୁରକୁ କଦଳୀ ଗଛରେ ଲଗାଯାଇଥାଏ। ଦୀପ, କର୍ପୂର ଓ ଆଳତିକୁ ଧରି ସମସ୍ତ ଝିଅମାନେ ବନ୍ଦାପନା କରିଥାନ୍ତି। ଠିକ୍ କିଛି ସମୟ ପରେ ପାଞ୍ଚପତ୍ର ଆଉ ସାତପତ୍ରରେ ଭୋଗ ବଢ଼ା ଯାଇଥାଏ। ଭୋଗ ଲାଗିଲା ପରେ ସମସ୍ତେ ଘରକୁ ଫେରି ଆସନ୍ତି। ଘରକୁ ଆସି ମା ମଙ୍ଗଳାଙ୍କ ନାମରେ ବ୍ରତ ପରିଧାନ କରିଥାନ୍ତି। ତାପରେ ସନ୍ଧ୍ୟା ଧୂପ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି। ତୋଳିକି ଆଣିଥିବା ବିଭିନ୍ନ ପ୍ରକାର ଫୁଲକୁ ସମସ୍ତେ ଏକାଠି ବସି ମାଳ ପ୍ରସ୍ତୁତ କରନ୍ତି। ପୂଜା କରୁଥିବା ଯେଉଁ କୋଠିକୁ ଭଲ ଭାବରେ ଧୋଇ ସେ ଘରକୁ ବହୁତ ସୁସଜ୍ଜିତ କରିଥାନ୍ତି। ସନ୍ଧ୍ୟା ସମୟରେ ମା ମଙ୍ଗଳାଙ୍କୁ ପୂଜା କରାଯାଏ ଏବଂ ବିଭିନ୍ନ ପ୍ରକାର ଫଳ, ଫୁଲ ଆଉ ଭୋଗ ଆଦି ବଢ଼ା ଯାଇଥାଏ। ମା ଯେଉଁ ଖଟୁଲିରେ ବିଜେ କରିବେ ସେ ଖଟୁଲିକୁ ଭଲ ଭାବରେ ଧୋଇ ସେଥିରେ ମୁରୁଜ ଅଙ୍କା ଯାଇଥାଏ। ମଙ୍ଗଳାଙ୍କ ପାଖରେ ସମସ୍ତେ ମିଶି ମାଙ୍କ ବହିକୁ ପଢ଼ନ୍ତି ଏବଂ ସମସ୍ତେ ଆଣିଥିବା ଭୋଗକୁ ମାଙ୍କ ପାଖରେ ଲାଗି କରାଯାଏ।
ମାଆଙ୍କ ପାଖରେ ମାନସିକ ପାଇଁ ନଡ଼ିଆ ବସାଇଥାନ୍ତି ଏବଂ ଶେଷ ପାଳିରେ ମାଆଙ୍କ ପାଖରେ ଝୁଣା ଦୀପ ଆଦି ଲଗାଇ ମାଆଙ୍କୁ ବନ୍ଦାପନା କରାଇଥାନ୍ତି। ସର୍ବଶେଷରେ ମାନସିକ ନଡ଼ିଆକୁ ଉଠାଇ ବ୍ରତ ମାନସିକ ଉଠାଇଥାନ୍ତି ଏବଂ ପରିବାରର ଆଶୁ ଆରୋଗ୍ୟ କାମନା କରି ଏବଂ ଭାଇର ଶୁଭ କାମନା କରି କୁଆଁରୀ ଝିଅମାନେ ଏହି ଖୁଦୁରୁକୁଣୀ ବ୍ରତ ପାଳନ କରିଥାନ୍ତି। ଏବେ ଆସନ୍ତୁ ଦେଖିବା କିଛି ପ୍ରଶ୍ନ ଉତ୍ତର। ଖୁଦୁରୁକୁଣୀ ଓଷା କେଉଁ ମାସରେ ପାଳନ କରାଯାଏ? ପୁଣି ଥରେ, ଖୁଦୁରୁକୁଣୀ ଓଷା କେଉଁ ମାସରେ ପାଳନ କରାଯାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି ଭାଦ୍ରବ ମାସ। ଖୁଦୁରୁକୁଣୀ ଓଷା ଭାଦ୍ରବ ମାସରେ ପାଳନ କରାଯାଏ। ଖୁଦୁରୁକୁଣୀ ଓଷାରେ କେଉଁ ଦେବୀଙ୍କୁ ପୂଜା କରାଯାଏ? ପୁଣି ଥରେ, ଖୁଦୁରୁକୁଣୀ ଓଷାରେ କେଉଁ ଦେବୀଙ୍କୁ ପୂଜା କରାଯାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି ମା ମଙ୍ଗଳା ଓ ମା ଦୁର୍ଗା। ଖୁଦୁରୁକୁଣୀ ଓଷାରେ ମା ମଙ୍ଗଳା ଓ ମା ଦୁର୍ଗାଙ୍କୁ ପୂଜା କରାଯାଏ। ଖୁଦୁରୁକୁଣୀ ଓଷା କେଉଁମାନେ ପାଳନ କରନ୍ତି? ପୁଣି ଥରେ, ଖୁଦୁରୁକୁଣୀ ଓଷା କେଉଁମାନେ ପାଳନ କରନ୍ତି? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି କୁଆଁରୀ ଝିଅମାନେ। ଖୁଦୁରୁକୁଣୀ ଓଷା କୁଆଁରୀ ଝିଅମାନେ ପାଳନ କରନ୍ତି। ଖୁଦୁରୁକୁଣୀ ଓଷା କ'ଣ ପାଇଁ ପାଳନ କରାଯାଏ? ପୁଣି ଥରେ, ଖୁଦୁରୁକୁଣୀ ଓଷା କ'ଣ ପାଇଁ ପାଳନ କରାଯାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି ଭାଇମାନଙ୍କର ମଙ୍ଗଳ କାମନା କରିବା ପାଇଁ। ଖୁଦୁରୁକୁଣୀ ଓଷା ଭାଇମାନଙ୍କର ମଙ୍ଗଳ କାମନା କରିବା ପାଇଁ ପାଳନ କରାଯାଏ। ଖୁଦୁରୁକୁଣୀ ଓଷା କେଉଁ ବାରରେ ହୋଇଥାଏ? ପୁଣି ଥରେ, ଖୁଦୁରୁକୁଣୀ ଓଷା କେଉଁ ବାରରେ ହୋଇଥାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି ରବିବାର। ଖୁଦୁରୁକୁଣୀ ଓଷା ରବିବାରରେ ହୋଇଥାଏ। ଖୁଦୁରୁକୁଣୀ ଓଷାର ମୁଖ୍ୟ ଭୋଗ କ'ଣ ହୋଇଥାଏ? ପୁଣି ଥରେ, ଖୁଦୁରୁକୁଣୀ ଓଷାର ମୁଖ୍ୟ ଭୋଗ କ'ଣ ହୋଇଥାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି ଖୁଦ ଭଜା। ଖୁଦୁରୁକୁଣୀ ଓଷାର ମୁଖ୍ୟ ଭୋଗ ହେଉଛି ଖୁଦ ଭଜା। ଖୁଦୁରୁକୁଣୀ ଓଷା କେତେ ଦିନ ଧରି ହୋଇଥାଏ? ପୁଣି ଥରେ, ଖୁଦୁରୁକୁଣୀ ଓଷା କେତେ ଦିନ ଧରି ହୋଇଥାଏ? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି 1 ମାସ। ଖୁଦୁରୁକୁଣୀ ଓଷା 1 ମାସ ଧରି ପାଳନ ହୋଇଥାଏ। ଖୁଦୁରୁକୁଣୀ ଓଷାର ଅନ୍ୟ ନାମ କ'ଣ? ପୁଣି ଥରେ, ଖୁଦୁରୁକୁଣୀ ଓଷାର ଅନ୍ୟ ନାମ କ'ଣ? ସାଙ୍ଗମାନେ ଏହାର ସଠିକ୍ ଉତ୍ତରଟି ହେଉଛି ଭାଲୁକୁଣୀ ଓଷା। ଖୁଦୁରୁକୁଣୀ ଓଷାର ଅନ୍ୟ ନାମ ହେଉଛି ଭାଲୁକୁଣୀ ଓଷା।